ओम शांति 21 ଜାନୁଆରୀ 2022 प्रातः मुरली बाबा कहउछंती मिठे बच्चे बुद्धिमान होई प्रत्येक कर्म कर माया कौनसी पाप कर्म न कराई देउ सेथि प्रति ध्यान दियो। बुद्धिमान होई प्रत्येक कर्म कर माया कौनसी पाप कर्म न कराई देउ सेथि प्रति ध्यान दियो। प्रश्न बाबांकर नामକୁ विख्यात करिबा पई केउ प्रकारर धारणा हेबा दरकार। बाबांकर नामକୁ विख्यात करिबा पई केउ प्रकारर धारणा हेबा दरकार। उत्तर बाबांक नामକୁ उज्ज्वल करिबा पई सचोट वफादार विश्वस्त हुओ। सत्यतार सहित सेवा कर। बही जाउथिबा गंगा सदृश होई समस्तंकु बाबांकर संदेश देई चल। निजर कर्मेंद्रिय उपरे पूरा नियंत्रण रखी सबु आशा छाड़ी नियम मर्यादा पूर्वक चलनी चल। अलसुआ हुओ नाही। प्रथमे निजे ज्ञान जोग धारण कर तेबे बाबांकर नामको विख्यात करि परिबो। गीत आज के इंसान को क्या हो गया। ओम शांति। ଏହା ହେଉଛି ଆଜିର ଭାରତର ଅବସ୍ଥା। ଗୋଟିଏ ଗୀତରେ ଭାରତର ପତିତ ଅବସ୍ଥା ଦେଖାଇଛନ୍ତି। ଅନ୍ୟ ଗୀତରେ ପୁଣି ଭାରତର ମହିମା ମଧ୍ୟ କରିଛନ୍ତି। ଦୁନିଆ ଏହି କଥାକୁ ଜାଣିନାହିଁ। ତୁମ୍ଭମାନଙ୍କ ଭିତରେ ବି କେହି ତ ଏହି କଥାକୁ ବୁଝୁଛନ୍ତି ଯେ ଭାରତ ହିଁ 100% ବୁଦ୍ଧିମାନ ଥିଲା। ଏବେ 100% ବୁଦ୍ଧିହୀନ ହୋଇଯାଇଛି। 100% ବୁଦ୍ଧିମାନ 2500 ବର୍ଷ ରହିଥାଏ, ପୁନଃ ଅଜ୍ଞାନୀ ହୋଇଯାଇଥାଏ। ବୁଦ୍ଧିହୀନ ହେବାରେ ପୁଣି ପୁରା ଅଧା କଳ୍ପ ଲାଗିଥାଏ। ସମ୍ପୂର୍ଣ୍ଣ ଅଜ୍ଞାନୀକୁ ଗୋଟିଏ ଜନ୍ମରେ ପୁନର୍ବାର ବୁଦ୍ଧିମାନ କରିଲା ବାଲା ବାବା ହିଁ ଅଟନ୍ତି। କେହି ଯଦି ଭୁଲ କାମ କରିଥାନ୍ତି ତେବେ ମନ ଭିତରେ ପଶ୍ଚାତାପ ହୋଇଥାଏ। କରିଥିବା ପାପ ହିଁ ମନେ ପଡ଼ିଥାଏ। ବର୍ତ୍ତମାନ ତ ବୁଝି ସୁଝି କାମ କରିବା ଦରକାର। ନିର୍ಬೋଧ ଭାବରେ କୌଣସି କାମ ନ ହେଉ। ବହୁତ ସାବଧାନ ରହିବାକୁ ହେବ। ମାୟା ଏପରି ଆକ୍ରମଣ କରିଥାଏ ଯାହାକି ଜଣା ପଡ଼ିନଥାଏ। କାମ ବିକାରର ନିଶା ମଧ୍ୟ ଆସିଥାଏ। ପିଲାମାନେ ଲେଖୁଛନ୍ତି ବାବା ତୋଫାନ ଆସୁଛି। କାମ ବିକାରର ତୋଫାନ କିଛି କମ୍ ନୁହେଁ। ବହୁତ ପ୍ରକାରର ନିଶା ମୁଣ୍ଡ ଗରମ କରିଦେଇଥାଏ। ଦେହ ପ୍ରତି ଏପରି ଆକର୍ଷଣ ହୋଇଥାଏ ଯେ ସେହି ଆଡ଼କୁ ବୁଦ୍ଧି ଚାଲି ଯାଇଥାଏ। ସମ୍ପୂର୍ଣ୍ଣ ଯୋଗ ନ ଥିବାରୁ ଅବସ୍ଥା ଅପରିପକ୍ୱ ଥିବାରୁ ତାଙ୍କର ବହୁତ କ୍ଷତି ହୋଇଥାଏ। ବାବାଙ୍କ ପାଖକୁ ସମାଚାର ତ ବହୁତ ଆସିଥାଏ। ଏହା ବହୁତ ବଡ଼ ତୋଫାନ ଅଟେ। ଲୋଭ ତ ବହୁତ ହଇରାଣ କରିଥାଏ, ଯାହାଫଳରେ ନିୟମ ବିରୁଦ୍ଧ ଚଳଣି ଚାଲିଥାନ୍ତି। ଯେପରି ସନ୍ନ୍ୟାସୀମାନେ ହୋଇଥାନ୍ତି। ତୁମ୍ଭେମାନେ ମଧ୍ୟ ସନ୍ନ୍ୟାସୀ ଅଟ। ସେମାନେ ହେଲେ ହଟ୍ ଯୋଗୀ, ତୁମେ ହେଉଛ ରାଜଯୋଗୀ। ସେମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଥାନ୍ତି। କେହି କେହି ତ ନିଜର କୁଡ଼ିଆରେ ରହିଥାନ୍ତି। ଭୋଜନ ସେଠାରେ ହିଁ ପହଞ୍ଚିଥାଏ କିମ୍ବା ମଗାଇ ନେଇଥାନ୍ତି। ବିକାର ସନ୍ନ୍ୟାସ କରିଥିବା ହେତୁ ପବିତ୍ରତା ମନୁଷ୍ୟମାନଙ୍କୁ ଆକର୍ଷିତ କରିଥାଏ। ସେମାନେ ମଧ୍ୟ କ୍ରମାନୁସାରେ ରହିଥାନ୍ତି। ଏଥିରେ ମଧ୍ୟ ଜ୍ଞାନ ଯୋଗର ଶକ୍ତି ଦରକାର। ଯେତେ ଯୋଗରେ ରହିବ ତେବେ ଏସବୁ କଥାର ଚିନ୍ତା ରହିବ ନାହିଁ। ଯୋଗ ହେଉଛି ସୁସ୍ଥତାର ଲକ୍ଷଣ। ପୁରୁଣା ବିକର୍ମର କର୍ମଫଳ ତ ଭୋଗିବାକୁ ପଡ଼ିଥାଏ। ତଥାପି ଯୋଗ ଉପରେ ସବୁକିଛି ନିର୍ଭର କରୁଛି। ଏପରି ନୁହେଁ ଯେ ଅମୁକ ଜିନିଷ ଦରକାର। ସନ୍ନ୍ୟାସୀମାନେ ମାଗନ୍ତି ନାହିଁ। ସେମାନଙ୍କ ପାଖରେ ଯୋଗ ବଳ ରହିଥାଏ। ତତ୍ତ୍ୱଯୋଗୀଙ୍କ ପାଖରେ ଶକ୍ତି ରହିଛି। ନାଗା ଫକୀରମାନେ ଔଷଧ ଦ୍ୱାରା କାମ ଚଳାଇଥାନ୍ତି। ତାହା ହେଉଛି କୃତ୍ରିମ। ତୁମର ସବୁକିଛି ଯୋଗ ଉପରେ ନିର୍ଭର କରୁଛି। ତୁମର ଯୋଗ ବାବାଙ୍କ ସହିତ ରହିଛି, ତେବେ ଏହାଦ୍ୱାରା ପଦ ମଧ୍ୟ ବହୁତ ଉଚ୍ଚ ମିଳିଥାଏ। ତୁମର ଦେବୀ ଦେବତା ଧର୍ମରେ ବହୁତ ସୁଖ ରହିଛି। ସେଥିପାଇଁ ତୁମକୁ ଶ୍ରୀମତ ମିଳୁଛି। ସେମାନଙ୍କୁ କୌଣସି ଈଶ୍ୱରୀୟ ମତ ମିଳୁନାହିଁ। ତୁମକୁ ଈଶ୍ୱର ଆସି ମତ ଦେଉଛନ୍ତି। କେତେ ଶ୍ରେଷ୍ଠ ସମ୍ପତ୍ତିର ଅଧିକାର ମିଳୁଛି। 21 ଜନ୍ମ ପାଇଁ ପ୍ରାପ୍ତି ହେଉଛି। ପରମପିତା ପରମାତ୍ମା ଆସି ପାଠ ପଢ଼ାଉଛନ୍ତି।
କିନ୍ତୁ ପିଲାମାନେ ବାବାଙ୍କୁ ବି ଭୁଲି ଯାଉଛନ୍ତି। ଯଦି ସମ୍ପୂର୍ଣ୍ଣ ଯୋଗ ଲଗାଇବ ତେବେ ଲୋଭ ମୋହ ଆଦି ବିକାର ହଇରାଣ କରିବେ ନାହିଁ। ଅନେକଙ୍କୁ ହଇରାଣ କରିଥାନ୍ତି। ଏହା ଦରକାର, ଏହା ଦରକାର। ପକ୍କା ସନ୍ନ୍ୟାସୀମାନଙ୍କ ପାଖରେ ଏହା ନଥାଏ। ଭିକ୍ଷାରେ ଜଣଙ୍କ ଘରୁ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହୁଅନ୍ତି। ଯାହାଙ୍କର କର୍ମେନ୍ଦ୍ରିୟ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିଥାଏ ସେମାନେ ଆଉ ଅନ୍ୟ ଜିନିଷ କେବେ ହେଲେ ଗ୍ରହଣ କରିବେ ନାହିଁ। କେହି କେହି ତ ନେଇଥାନ୍ତି। ଏଠାରେ ମଧ୍ୟ ସେହିପରି ଅଟେ। ବାସ୍ତବରେ ଈଶ୍ୱରଙ୍କ ଭଣ୍ଡାରରୁ ଯାହା କିଛି କାଇଦା ଅନୁସାରେ ମିଳିଲା ସେହି ଅନୁସାରେ ଚାଲିବା ଠିକ୍ ଅଟେ। ମନୁଷ୍ୟମାନଙ୍କର ବହୁତ ଆଶା ରହିଥାଏ। ଆଶା ପୂରଣ ନ ହେବା ଯୋଗୁଁ ଅଳସୁଆ ହୋଇଯାଉଛନ୍ତି। ଏଠାରେ ସମସ୍ତଙ୍କୁ ନିଷ୍କପଟ ବିଶ୍ୱାସୀ ହେବାର ଅଛି। ସବୁ ଆଶାଗୁଡ଼ିକ ତୁଟାଇ ଦେବା ଉଚିତ। ତୁମକୁ ବହୁତ ଶ୍ରେଷ୍ଠାଚାରୀ ହେବାକୁ ପଡ଼ିବ। ବାବା ତ ଭିନ୍ନ ଭିନ୍ନ ପ୍ରକାରରେ ପୁରୁଷାର୍ଥ କରାଉଛନ୍ତି ଯେପରି ପିଲାମାନଙ୍କର ନାମ ପ୍ରସିଦ୍ଧ ହେବ। ପ୍ରଥମତଃ ଯୋଗଯୁକ୍ତ ରହିବାକୁ ହେବ ଏବଂ ଜ୍ଞାନ ଧାରଣ କରି ପୁଣି ଅନ୍ୟମାନଙ୍କୁ କରାଇବାକୁ ହେବ। ଜ୍ଞାନରୂପୀ ଗଙ୍ଗାମାନଙ୍କୁ ଜ୍ଞାନ ବିତରଣ କରିବାକୁ ହିଁ ହେବ। ବୁଝାଇବାକୁ ହେବ ଯେ ବାସ୍ତବ ଯୋଗ କାହାକୁ କୁହାଯାଇଥାଏ। ଭଗବାନ ହେଉଛନ୍ତି ସମସ୍ତଙ୍କର ପିତା। କୃଷ୍ଣ ତ ଈଶ୍ୱର ପିତା ନୁହନ୍ତି। ଏବେ ବାବା କହୁଛନ୍ତି, ମୋତେ ମନେ ପକାଇଲେ ମୁଁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେବି। ଏହା କେତେ ସହଜ କଥା ଅଟେ। ଯଦି କାହାକୁ ତୀର ଲାଗୁନାହିଁ ତେବେ ତାଙ୍କ ପାଖରେ କିଛି ନା କିଛି ଦୁର୍ବଳତା ରହିଛି। ସେବା ତ ଅନେକ ରହିଛି। ଶ୍ମଶାନରେ ମନୁଷ୍ୟମାନଙ୍କ ପାଖରେ ଫୁର୍ସତ ଥାଏ। ଯଦି ପିଲାମାନେ ବୁଦ୍ଧିମାନ ହୋଇଥିବେ, ସେମାନଙ୍କର ସେବା ପାଇଁ ସଉକ ଥିବ, କୌଣସି ବିକାର ନଥିବ, ତେବେ ଯାଇ ସେଠାରେ ବୁଝାଇ ପାରିବେ। ତୁମକୁ ବୁଝାଇବାକୁ ହେବ ଯେ ଏକମାତ୍ର ବାବାଙ୍କୁ ୟାଦ କର, ଯାହାଙ୍କଠାରୁ ହିଁ ଫଳ ଅର୍ଥାତ୍ ସମ୍ପତ୍ତି ମିଳିପାରିବ। ସନ୍ନ୍ୟାସୀ, ହଠ ଯୋଗୀ, ଗୁରୁ ଆଦି କ'ଣ ଦେଉଛନ୍ତି? ସେମାନେ ଯାହା ବି ଶିକ୍ଷା ଦେବେ ତାହା ଅଳ୍ପ କାଳର ସୁଖ ପାଇଁ। ଅନ୍ୟ ସମସ୍ତେ ଦୁଃଖ ହିଁ ଦେଉଛନ୍ତି। ଏବଂ ଏହି ବାବା ତ ସର୍ବଦା ସୁଖର ରାସ୍ତା ବତାଉଛନ୍ତି। ଏବେ ବାବା କହୁଛନ୍ତି, ମୋତେ ୟାଦ କର। ବିନାଶ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୋତେ ୟାଦ କରିବ ତେବେ ତୁମେ ସ୍ୱର୍ଗର ମାଲିକ ହୋଇଯିବ। ପବିତ୍ର ତ ରହିବାକୁ ହିଁ ପଡ଼ିବ। ନିମନ୍ତ୍ରଣ ତ ଦେବାକୁ ପଡ଼ିଥାଏ। ଦିନକୁ ଦିନ ଜ୍ଞାନର ବିନ୍ଦୁଗୁଡ଼ିକ ସହଜ କରି ଦିଆଯାଉଛି। ବଡ଼ ବଡ଼ ସହରରେ ଶ୍ମଶାନ ଆଦିକୁ ବହୁତ ଯାଇଥାନ୍ତି। ଶ୍ମଶାନରେ ବହୁତ ସେବା ହୋଇପାରିବ। ପିଲାମାନେ କହୁଛନ୍ତି ଆମକୁ ଫୁର୍ସତ ନାହିଁ। ତାହେଲେ ଛୁଟି ନେଇଯାଅ। ସେବାରେ ବହୁତ ପ୍ରାପ୍ତି ରହିଛି। ବିନାଶ ତ ହେବାର ହିଁ ଅଛି। ଭୂମିକମ୍ପ ଆଦି ହେବ। ସବୁ ଡ୍ୟାମ୍ ଆଦି ଫାଟିଯିବ। ବିପଦ ତ ବହୁତ ଆସିବାର ଅଛି। ଯେଉଁମାନଙ୍କ ପାଖରେ ଜ୍ଞାନ ଥିବ ସେମାନେ ତ ଖୁସିରେ ନାଚି ଉଠିବେ। ଯେଉଁମାନେ ସେବାଯୋଗ୍ୟ ସନ୍ତାନ ଅଟନ୍ତି ସେହିମାନେ ହିଁ ଶେଷ ସମୟରେ ହନୁମାନଙ୍କ ସଦୃଶ ସ୍ଥିର ରହିପାରିବେ। କେହି କେହି ତ ଏପରି ମଧ୍ୟ ଅଛନ୍ତି ଯିଏକି ବୋମାର ଶବ୍ଦ ଶୁଣିବା କ୍ଷଣି ମରିଯିବେ। ସେଥିପାଇଁ ଏକମାତ୍ର ହନୁମାନଙ୍କର ଉଦାହରଣ ରହିଛି। କିନ୍ତୁ 108 ତ ଏହିପରି ଶକ୍ତି ସମ୍ପନ୍ନ ହେବେ ନା। ସେବା କରିବା ଦ୍ୱାରା ହିଁ ସେହି ଶକ୍ତି ଆସିବ। ବାବା କହୁଛନ୍ତି ପିଲାମାନେ ସେବା କଲେ ଉଚ୍ଚ ପଦ ପାଇବ। ପରେ ଯେପରି ପଶ୍ଚାତାପ କରିବାକୁ ନ ପଡ଼େ ସେଥିପାଇଁ ପୂର୍ବରୁ ହିଁ କହିଦେଉଛନ୍ତି ଯେ ଉଚ୍ଚ ପଦର ଅଧିକାରୀ ହୁଅ। କାହାକୁ ମଧ୍ୟ ବୁଝାଇବା ବହୁତ ସହଜ ଅଟେ। ମନ୍ଦିରଗୁଡ଼ିକୁ ଯାଇ ତୁମେ ବୁଝାଇ ପାରିବ। ଏମାନଙ୍କୁ ଏହି ରାଜ୍ୟ କିଏ ଦେଲା? ତୁରନ୍ତ କହିବେ ଭଗବାନ ଦେଲେ। ମନୁଷ୍ୟମାନଙ୍କୁ ପଚାର ଯେ ତୁମକୁ ଏହି ଧନ କିଏ ଦେଲେ? ତେବେ ତୁରନ୍ତ କହିବେ ଭଗବାନ ଦେଲେ। ଲକ୍ଷ୍ମୀ ନାରାୟଣଙ୍କୁ ଭଗବାନ ଏହି ଧନ କିପରି ଦେଲେ ଏକଥା ମଧ୍ୟ ବୁଝାଇବାକୁ ହେବ। ବାବାଙ୍କୁ ଜାଣିବା ଦ୍ୱାରା ତୁମେ ମଧ୍ୟ ସେହି ପଦ ପାଇପାରିବ। ଯଦି ଏଠାକୁ ଆସିବ ତେବେ ଆମେ ବୁଝାଇବୁ, ନଚେତ ଅମୁକ ଠିକଣାରେ ଆସି ବୁଝ। ଏଠାରେ କୌଣସି ପଇସା ଆଦି ରଖିବାର ନାହିଁ। ତୁମମାନଙ୍କ ବୁଦ୍ଧିରେ ସମସ୍ତ ରହସ୍ୟ ରହିଛି। ଲକ୍ଷ୍ମୀ ନାରାୟଣ, ସୀତାରାମ ଏମାନଙ୍କୁ ଏହି ରାଜ୍ୟ କିଏ ଦେଲେ? ନିଶ୍ଚୟ ଭଗବାନଙ୍କ ଠାରୁ ମିଳିଛି। ଏବେ ସେହି ସୂର୍ଯ୍ୟବଂଶୀ
ଚନ୍ଦ୍ରବଂଶୀ ରାଜ୍ୟ ସ୍ଥାପନ ହେଉଛି। ତୁମେମାନେ ସାକ୍ଷାତକାର ମଧ୍ୟ କରିଛ କିପରି ଲକ୍ଷ୍ମୀ ନାରାୟଣ ପୁଣି ରାମ ସୀତାଙ୍କୁ ରାଜ୍ୟ ପ୍ରଦାନ କରୁଛନ୍ତି। ଲକ୍ଷ୍ମୀ ନାରାୟଣ ପୁଣି ଭଗବାନଙ୍କଠାରୁ ରାଜ୍ୟ ପାଉଛନ୍ତି। ଏକଥା ବୁଝାଇ ତ ପାରିବ ନା। ଏହି କଥା ବହୁତ ସହଜ ଏବଂ ମଧୁର ଅଟେ। ବାବା ସର୍ବୋଚ୍ଚ ଅଟନ୍ତି ନା। ସେହି ପରମପିତା ପରମାତ୍ମାଙ୍କୁ ଜାଣିଛ। ବାବା କହୁଛନ୍ତି ମୋତେ ୟାଦ କର। କୃଷ୍ଣଙ୍କୁ ତ ବାବା କହିପାରିବା ନାହିଁ। କୃଷ୍ଣ ପୂର୍ବ ଜନ୍ମରେ ଏହି ରାଜଯୋଗ ଶିକ୍ଷା ଦ୍ୱାରା ଏହିଭଳି ପଦ ପାଇଥିଲେ। ଏପରି ଏପରି ଜ୍ଞାନ ଲେଖି ରଖିବାକୁ ହେବ ଯାହାକୁ ପୁଣି ଭୁଲି ନ ଯିବ। ମନୁଷ୍ୟମାନଙ୍କର କୌଣସି କଥା ମନେ ପକାଇବାକୁ ଥିଲେ କାନିରେ ଗଣ୍ଠି ପକାଇଥାନ୍ତି। ତୁମେ ମଧ୍ୟ କେବଳ 2ଟି କଥା ପାଇଁ ଗଣ୍ଠି ପକାଇ ଦିଅ। ଅନ୍ୟମାନଙ୍କୁ କେବଳ ଏହି 2ଟି କଥା ଶୁଣାଅ ଯେ ବାବା କହୁଛନ୍ତି ମନ୍ମନା ଭବ ମଧ୍ୟାଞ୍ଜି ଭବ। ପ୍ରଦର୍ଶନୀ ଦ୍ୱାରା ମଧ୍ୟ ବହୁତ ସେବା କରିପାରିବ ଯେ ବାବା ଆମକୁ କହିଛନ୍ତି ସମସ୍ତଙ୍କୁ ସନ୍ଦେଶ ଦିଅ ସର୍ବଧର୍ମାନ ପରିତ୍ୟଜ୍ୟ। ତୁମେ ଏକାକୀ ଆତ୍ମା ଥିଲ, ଏବେ ମୋତେ ୟାଦ କର, ତେବେ ବିକର୍ମ ବିନାଶ ହୋଇଯିବ ଏବଂ ତୁମେ ମୋ ପାଖକୁ ଚାଲି ଆସିବ। ତେଣୁ ଏହି ଅନ୍ତିମ ଜନ୍ମ ପବିତ୍ର ହେବାକୁ ପଡ଼ିବ। ଯଦି ଅମର ଲୋକ ଯିବାର ଅଛି ତେବେ ମୋତେ ୟାଦ କର। କେବଳ ଏହି କଥା ବୁଝାଇବାର କର୍ମ କର। ତୁମେ ଅଧା କଳ୍ପ ଧକ୍କା ଖାଇଛ। ଏହି ଜନ୍ମରେ ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ। ତୁମେ ଡେଙ୍ଗୁରା ମଧ୍ୟ ପିଟି ପାରିବ ଯେ ବାବା କ'ଣ କହୁଛନ୍ତି। ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ। ବାବା କହୁଛନ୍ତି ମୋତେ ୟାଦ କର। ଯଦି ଅଧିକ କିଛି ବୁଝିବାର ଅଛି ତେବେ ଆସି ବୁଝ। ତୁମେ ବହୁତ ସେବା କରିପାରିବ। ତୁମକୁ ସବୁ ଖର୍ଚ୍ଚ ମିଳିପାରିବ। ତୁମେ ରୁଟି ତ ନିଜ ହାତରେ ମଧ୍ୟ ତିଆରି କରିପାରିବ ଓ ସେବା କରିପାରିବ। ତୁମ ପାଇଁ ସେବାର ବହୁତ ସୁଯୋଗ ରହିଛି। କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ କ'ଣ କରିପାରିବ? ସେହିଭଳି ଆସାମୀକୁ ମଧ୍ୟ ଦେଖାଯାଇଥାଏ ନା। ବାବା କହୁଛନ୍ତି ଆଚ୍ଛା ମୁଁ ତୁମକୁ କିଟ୍ ବ୍ୟାଗ୍ ତିଆରି କରି ଦେଉଛି ଯାହା ମାଧ୍ୟମରେ ଜ୍ଞାନର ରହସ୍ୟ ଅନ୍ୟମାନଙ୍କୁ ବୁଝାଇ ପାରିବ। ବାବା ଆସିଛନ୍ତି ଭକ୍ତିର ଫଳ ଦେବା ପାଇଁ। କହୁଛନ୍ତି ଏବେ ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ। ସେଥିପାଇଁ ମୋତେ ୟାଦ କର। ତାହା ହେଲେ ତୁମର କର୍ମାତୀତ ଅବସ୍ଥା ହୋଇଯିବ। ବାବା ଦୃଢ଼ ବଚନ ଦେଉଛନ୍ତି ଯେ ତୁମେ ସ୍ୱର୍ଗର ମାଲିକ ହେବ। ବହୁତଙ୍କୁ ଏହି ସନ୍ଦେଶ ମିଳିଯାଉ। ତୁମ୍ଭେମାନେ ନିଜ ନିଜର ଗାଁରେ ମଧ୍ୟ ସେବା କରିପାରିବ ଅଥବା ବାହାରେ ଯାଇ ସେବା କର। ଖର୍ଚ୍ଚ ତ ତୁମକୁ ମିଳିଯିବ। ତେଣୁ ଏହିପରି କେହି ସେବା କରି ଦେଖାଅ। ଯଦିଓ ନିଜର କର୍ମଧନ୍ଦାରେ ରହୁଛ ତଥାପି ବହୁତ ସେବା ହୋଇପାରିବ। 8 ଘଣ୍ଟା ଧନ୍ଦା କର, 8 ଘଣ୍ଟା ଆରାମ କର, ତଥାପି ତୁମ ପାଖରେ ବହୁତ ସମୟ ଅଛି। ଗୋଟିଏ ଘଣ୍ଟା ଯଦି କେହି ସତ୍ୟତାର ସହିତ ସେବା କରିବେ ତେବେ ବହୁତ ଭଲ ପଦ ପାଇପାରିବେ। ସେବା କରିଚାଲ, କିନ୍ତୁ ଏଥିରେ ନିର୍ଭୟତା ମଧ୍ୟ ଦରକାର। ପ୍ରଥମେ ସେମାନଙ୍କୁ କହିବାକୁ ହେବ ଯେ ମୁଁ କୌଣସି ଭିକାରୀ ନୁହେଁ। ମୁଁ ତ ଆପଣଙ୍କୁ ଈଶ୍ୱରଙ୍କର ରାସ୍ତା ବତାଇବାକୁ ଆସିଛି। ମୋତେ ଆଦେଶ ମିଳିଛି ଯେ ଗୋଟିଏ ମିନିଟର ମହାମନ୍ତ୍ର ଦେଇ ଚାଲିଯିବି। ଏହା ହେଉଛି ସଞ୍ଜୀବନୀ ବୁଟି। ଆମେ ବାବାଙ୍କର ସନ୍ଦେଶ ଦେବାକୁ ଆସିଛୁ। ବାବା କହୁଛନ୍ତି ମୋତେ ୟାଦ କର। ସେବା ତ ବହୁତ ରହିଛି, କିନ୍ତୁ ନିଜେ ଯଦି ଦେହ ଅଭିମାନୀ ହୋଇଥିବେ ତେବେ କାହାକୁ ତୀର ଲାଗିବ ନାହିଁ। ତେଣୁ ବାବାଙ୍କ ସହିତ ସତ୍ ରହିବା ଆବଶ୍ୟକ। ଏପରି ନୁହେଁ ଯେ ମିତ୍ର ସମ୍ବନ୍ଧୀମାନଙ୍କୁ ୟାଦ କରି ଚାଲିବ। ଏହା ଦରକାର ତାହା ଦରକାର, ଏପରି ତୁମକୁ କିଛି ମାଗିବାର ନାହିଁ। ତୁମେ କାହାଠାରୁ କିଛି ନେଇପାରିବ ନାହିଁ, କାହା ହାତରୁ ଖାଇପାରିବ ନାହିଁ। ଆମେ ନିଜ ହାତରେ ରୋଷେଇ କରି ଖାଉଛୁ। ନିଜ ହାତରେ ରୋଷେଇ କରି ଖାଇବା ଦ୍ୱାରା ବହୁତ ଶକ୍ତି ଆସିବ, କିନ୍ତୁ ଏତେ ପରିଶ୍ରମ କେହି କରୁନାହାନ୍ତି। ମାୟା ବହୁତ ବଳବାନ। ଦେହ ଅଭିମାନର ରୋଗ ବହୁତ କଷ୍ଟରେ ଭଲ ହୁଏ। ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଯୋଗଯୁକ୍ତ ରହିପାରୁନଥିବାରୁ ହାତରେ ରୋଷେଇ କରିବା ହିଁ ଛାଡ଼ି ଦେଉଛନ୍ତି। ଆଚ୍ଛା, ଯୋଗଯୁକ୍ତ ହୋଇ ଖାଇପାରିବ। ଦେହୀ ଅଭିମାନୀ ଅବସ୍ଥା ଦୃଢ଼ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ହେବ। ବଡ଼ ବଡ଼ ସତ୍ସଙ୍ଗମାନଙ୍କରେ ଗୋଟିଏ ହିଁ କଥା ଯାଇ ବୁଝାଅ। ଭଗବାନ ବାଚ
केवल ମୋତେ याद कर, तेबे तुमे स्वर्गरे आसीजिब। भारत स्वर्ग थिला ना। विश्वर मालिक हेबारे बहुत मेहनत रहिछि। ଏହା ଶ୍ରେଷ୍ଠ ପଦ ଅଟେ ନା। ପ୍ରଜା ବର୍ଗରେ ଆସିବା କୌଣସି ବଡ଼ କଥା ନୁହେଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର ପଏଣ୍ଟ, କୌଣସି କାର୍ଯ୍ୟ ଅଜ୍ଞାନତା ପୂର୍ବକ ନ ହେଉ, ସେଥିପାଇଁ ଜ୍ଞାନ ଯୋଗର ବଳ ଜମା କରିବାକୁ ହେବ। ସମୟ ବାହାର କରି ସତ୍ୟତା ପୂର୍ବକ ନିର୍ଭୟ ହୋଇ ସେବା ନିଶ୍ଚିତ କରିବାକୁ ହେବ। ସେବା କରିବା ଦ୍ୱାରା ହିଁ ଶକ୍ତି ଆସିବ। କୌଣସି କାର୍ଯ୍ୟ ଅଜ୍ଞାନତା ପୂର୍ବକ ନ ହେଉ, ସେଥିପାଇଁ ଜ୍ଞାନ ଯୋଗର ବଳ ଜମା କରିବାକୁ ହେବ। ସମୟ ବାହାର କରି ସତ୍ୟତା ପୂର୍ବକ ନିର୍ଭୟ ହୋଇ ସେବା ନିଶ୍ଚିତ କରିବାକୁ ହେବ। ସେବା କରିବା ଦ୍ୱାରା ହିଁ ଶକ୍ତି ଆସିବ। 2 ନମ୍ବର, ଦେହ ଅଭିମାନର ବ୍ୟାଧିଠାରୁ ମୁକ୍ତ ରହିବା ପାଇଁ ଭୋଜନ ବହୁତ ଯୋଗଯୁକ୍ତ ହୋଇ ଖାଇବାକୁ ହେବ। ଯଦି ସମ୍ଭବ ହୁଏ ନିଜ ହାତରେ ଭୋଜନ ପ୍ରସ୍ତୁତ କରି ଶୁଦ୍ଧ ଭୋଜନ ସ୍ୱୀକାର କରିବା ଉଚିତ। ଦେହ ଅଭିମାନର ବ୍ୟାଧିଠାରୁ ମୁକ୍ତ ରହିବା ପାଇଁ ଭୋଜନ ବହୁତ ଯୋଗଯୁକ୍ତ ହୋଇ ଖାଇବାକୁ ହେବ। ଯଦି ସମ୍ଭବ ହୁଏ ନିଜ ହାତରେ ଭୋଜନ ପ୍ରସ୍ତୁତ କରି ଶୁଦ୍ଧ ଭୋଜନ ସ୍ୱୀକାର କରିବା ଉଚିତ। ବରଦାନ, ସର୍ବ ଆତ୍ମାଙ୍କର ଅଶୁଭ ଭାବ ଏବଂ ଭାବନାକୁ ପରିବର୍ତ୍ତନ କରୁଥିବା ବିଶ୍ୱ ପରିବର୍ତ୍ତକ ହୁଅ। ସର୍ବ ଆତ୍ମାଙ୍କର ଅଶୁଭ ଭାବ ଏବଂ ଭାବନାକୁ ପରିବର୍ତ୍ତନ କରୁଥିବା ବିଶ୍ୱ ପରିବର୍ତ୍ତକ ହୁଅ। ଯେପରି ଗୋଲାପ ଫୁଲ ଦୁର୍ଗନ୍ଧଯୁକ୍ତ ଖତରୁ ସୁଗନ୍ଧ ଗ୍ରହଣ କରି ସୁଗନ୍ଧଯୁକ୍ତ ପୁଷ୍ପ ପାଲଟି ଯାଉଛି, ସେହିପରି ତୁମେ ବିଶ୍ୱ ପରିବର୍ତ୍ତକ ଶ୍ରେଷ୍ଠ ଆତ୍ମାମାନେ ଅଶୁଭ, ବ୍ୟର୍ଥ ଏବଂ ସାଧାରଣ ଭାବନା ତଥା ଉଦ୍ଦେଶ୍ୟକୁ ଶ୍ରେଷ୍ଠତାରେ ଅଶୁଭ ଭାବ ଏବଂ ଭାବନାକୁ ଶୁଭ ଭାବ ଏବଂ ଶୁଭ ଭାବନାରେ ପରିବର୍ତ୍ତନ କର। ତେବେ ଯାଇ ବ୍ରହ୍ମା ବାବାଙ୍କ ସମାନ ଅବ୍ୟକ୍ତ ଫରିସ୍ତା ହେବାର ଲକ୍ଷଣ ସହଜ ଏବଂ ସ୍ୱତଃ ଭାବରେ ଆସିଯିବ। ଏହି ଆଧାରରେ ହିଁ ମାଳାର ପ୍ରତ୍ୟେକ ଦାନା ପରସ୍ପରର ପାଖାପାଖି ହୋଇଯିବେ। ସ୍ଲୋଗାନ, ଯଦି ତୁମେ ଅନୁଭବୀ ସ୍ୱରୂପ ହୋଇଯିବ, ତେବେ ତୁମ ଚେହେରାରେ ସୌଭାଗ୍ୟର ଚମକ ଦେଖାଯିବ। ଯଦି ତୁମେ ଅନୁଭବୀ ସ୍ୱରୂପ ହୋଇଯିବ, ତେବେ ତୁମ ଚେହେରାରେ ସୌଭାଗ୍ୟର ଚମକ ଦେଖାଯିବ। ଲଭ୍ଲିନ୍ ସ୍ଥିତିର ଅନୁଭବ କର। ବାପ ଦାଦାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ଅଛି, ଯାହାକି ସର୍ବଦା ଏହି କଥା ଭାବୁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ମୋ ଠାରୁ ମଧ୍ୟ ଆଗକୁ ଚାଲିଯାଉ। ଦୁନିଆରେ ମଧ୍ୟ ଯାହା ପ୍ରତି ଅଧିକ ସ୍ନେହ ଥାଏ, ତାକୁ ନିଜଠାରୁ ମଧ୍ୟ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିଥାନ୍ତି। ଏହା ହିଁ ହେଉଛି ସ୍ନେହର ପ୍ରତୀକ। ତେଣୁ ବାପ ଦାଦା ମଧ୍ୟ କହୁଛନ୍ତି, ମୋ ପିଲାମାନଙ୍କ ଭିତରେ ଏବେ ଆଉ କୌଣସି ବି ଦୁର୍ବଳତା ନ ରହୁ। ସମସ୍ତେ ସମ୍ପୂର୍ଣ୍ଣ, ସମ୍ପନ୍ନ ଏବଂ ସମାନ ହୋଇଯାଆନ୍ତୁ। ଓମ୍ ଶାନ୍ତି।